ସବୁବେଳେ ନିଜକୁ ସଜେଇକରି ପତି ଆଗରେ ରହିବାକୁ ହବ। ବିବର୍ଣ୍ୟା, ବିବସ୍ତ୍ର, ଅଧୋମୁଖ, ବିଷଣ୍ଣ ବଦନା এইগুলি অবস্থায় পতি নিকটে বাস করিয়া হবনি। ସବୁବେଳେ ସଜ୍ଜିତ ହେଇକି অলঙ্କାର ପୂର୍ଣ୍ଣ ହେଇକି ପତି ନିକଟରେ ରହିବାକୁ ହବ। ସେପରି ରାଜା ଭଗବାନଙ୍କ ପାଖକୁ ଯାଇକରି ଯିବାକୁ ହେଲେ ନିଜର ରାଜକୀୟ ସମ୍ମାନ ଦୃଷ୍ଟିରୁ ସେ ସବୁ ବେଶଭୂଷାରେ ସଜ୍ଜିତ ହେଇକି ଆନନ୍ଦ ମନରେ ଭଗବାନଙ୍କ ପାଖକୁ ଯାଉଛନ୍ତି। ତାପରେ ନାରଦ ମୁନିଙ୍କୁ ପ୍ରଣାମ କଲେ, ପରିକ୍ରମା କଲେ। ସବୁ ପ୍ରକାର ମାଙ୍ଗଳିକ ଦ୍ରବ୍ୟ ସିଞ୍ଚାଗଲା, ଚାରିଆଡ଼େ ସବୁ ସ୍ୱସ୍ତ୍ୟାନ ହେଲା। ବାଟରେ ଯେପରି ମଙ୍ଗଳ ହବ ସେହିପରି ପଥ ମଧ୍ୟରେ ତାର ମନ୍ତ୍ର ପାଠ କରାଗଲା। ବାଟରେ ଯେପରି କୌଣସି ଅମଙ୍ଗଳ ନ ଘଟିବ। ତାପରେ ରାଜା ନୃସିଂହଦେବଙ୍କର ମନ୍ଦିର ଭିତରକୁ ଯାଇ ନୃସିଂହଙ୍କୁ ପ୍ରଣାମ ପରିକ୍ରମା କଲେ। ତାଙ୍କର ନିକଟରେ ଥିବା ଦୁର୍ଗାଙ୍କର ମନ୍ଦିରକୁ ଗଲେ, ଦୁର୍ଗାଙ୍କୁ ମଧ୍ୟ ପରିକ୍ରମା କଲେ। ଦୁର୍ଗା ଦୁର୍ଗତି ନାଶିନୀ, ସିଏ ଭୌତିକ କାମନା ନଷ୍ଟ କରନ୍ତି, ବୈଷ୍ଣବୀ। ତେଣୁ ଉଭୟଙ୍କୁ ପ୍ରଣାମ ପରିକ୍ରମା କରି ତାଙ୍କର ବିଗ୍ରହକୁ ସାଙ୍ଗରେ ଧରି ରାଜା ବାହାରିଲେ। ପ୍ରଥମେ ଦକ୍ଷିଣ ପଦ ବିକ୍ଷେପ କଲେ। ବାହାରିଲେ ପ୍ରଥମେ ଦକ୍ଷିଣ ପଦ, ଡାହାଣ ପାଦକୁ ବିକ୍ଷେପ କରିବାକୁ, ଉତ୍ତାନ ପାଦ। ରାଜା ବାହାରିକି ସମସ୍ତଙ୍କ ସହିତ ଗଲେ। ବାହାରେ ଦେଖିଲେ ଗୋଟିଏ ସୁସଜ୍ଜିତ ରଥ, 10ଟି ଘୋଡ଼ା ଯୁକ୍ତ ହୋଇଛି ତାଙ୍କ ପାଇଁ। ରାଜା ତ ଅଷ୍ଟାଦଶ ଦ୍ୱୀପର ଶାସକ ଚକ୍ରବର୍ତ୍ତୀ ରାଜା, ତାଙ୍କର ଯେତେ ସାମନ୍ତ ରାଜାଙ୍କର ସବୁ ରଥ ଚାରିପଟେ ସବୁ ଘେରା ହେଇକି ଅଛି, ଅନ୍ୟମାନେ ବି ତାଙ୍କ ସହିତ ଯିବେ। ତେଣୁ ରାଜା ନାରଦ ମୁନିଙ୍କ ସହିତ ସେହି ରଥରେ ଉପବେଶନ କଲେ। ପ୍ରୋକ୍ଷଣ ମନ୍ତ୍ର ପାଠ କରାଗଲା। ପଥର ମଙ୍ଗଳ ନିମିତ୍ତ, ପଥ ଶୁଦ୍ଧି ନିମିତ୍ତ। ବାରଙ୍ଗନା ମାନେ ନୃତ୍ୟ କରିବାକୁ ଲାଗିଲେ, ଭାଟ ଗଣ ସ୍ତୁପ କରିବାକୁ ଲାଗିଲେ, ଗାୟକ ଗଣ ଗାନ କରିବାକୁ ଲାଗିଲେ। ଏହିପରି ପରିସ୍ଥିତିରେ ରାଜା ଯାତ୍ରା ଆରମ୍ଭ କଲେ। ତାଙ୍କର ଚାରିପଟେ ରଥ ଗୁଡ଼ିକ ସୁସଜ୍ଜିତ ହୋଇଛି। ତେଣୁ ଇଏ ବିରାଟ ଜନାକୀର୍ଣ୍ଣ ହେଇଗଲା ପଥ। ଗୋଟେ ପ୍ରଳୟକାଳୀନ ଶବ୍ଦ ସୃଷ୍ଟି ହେଲା। ହଜାର ହଜାର ରଥର ଶବ୍ଦ ଝଙ୍କାର ସୃଷ୍ଟି ହେଇ ଗୋଟିଏ ଉତ୍ତମ ଶବ୍ଦ ସୃଷ୍ଟି ହେଲା। ତା ପଛରେ କିଏ ଘୋଡ଼ାରେ, କିଏ ଉଟରେ, କିଏ ଶଗଡ଼ରେ। ପୁରୋହିତ ମାନେ ତାଙ୍କର ପତ୍ନୀଙ୍କ ସହିତ ଶକଟରେ ଆହରଣ କରିଗଲେ।